ହ୍ୟାଲୋ ସାଙ୍ଗବାଲା, ମୁଁ ରାଜେନ୍ଦ୍ର ବେହେରା। ଆଜି ଯଶୀପୁରରେ ଯେଉଁ ବୋଲଡୋଜର ଚାଲିଛି, ଗରିବ ସାଧାରଣ ଲୋକଙ୍କୁ ଯେଉଁ ପେଟ ପୋଷଣ କରୁଥିଲେ ଦୋକାନୀ କରିକି, ଆପଣମାନେ ଯେଉଁ ସରକାର କର୍ମଚାରୀ ଆସି ଭାଙ୍ଗିଦେଲେ, ତାଙ୍କର ଆଉ ପେଟ ପୋଷଣ କରିବା ଅସମ୍ଭବ। ଯେଉଁ ସାଧାରଣ ଗୋଟେ ଲୋକ ଅଛି, ଅସହାୟ ଲୋକ, ତା'ର ଘର ଛପର କି ଦେହ ବାଡ଼ି ନାହିଁ, ତା'ର ଯେଉଁ ଭାଙ୍ଗି ଭୁଙ୍ଗି ଦେଲେ, ଏସବୁ ଆଦୌ ଠିକ୍ ନୁହେଁ। ଭାଙ୍ଗିଲେ ହଁ ଠିକ୍ କଥା, ନୋଟିସ୍ କଲେ ଭାଙ୍ଗିଲେ, କିନ୍ତୁ ଗରିବ ଲୋକ ଯେଉଁ ତା'ର ଜାଗା ବାଡ଼ି ନାହିଁ, ତା'ର ଥଇଥାନ କରିକି ଭାଙ୍ଗିଥିଲେ ମୋ ମତରେ ଭଲ ହେଇଥାନ୍ତା। ଯେଉଁ ସରକାରମାନେ ଏଇ ଯେଉଁ ଘଟଣା କରୁଛନ୍ତି, ଯଦି ଭାଙ୍ଗିଏ ସବୁଆଡ଼ୁ ଭାଙ୍ଗନ୍ତୁ। ଏଇ ଗୋଟେ କ'ଣ 5-6ଟା ଘର ଭାଙ୍ଗିଦେଲେ ସବୁ ସମାପ୍ତ ହେଇଯିବ? ସବୁଆଡ଼େ ଭାଙ୍ଗନ୍ତୁ।